ପାରଳାଖେମୁଣ୍ଡିରେ କାଳ ବୈଶାଖୀର ପ୍ରଭାବରେ ପଡ଼ିଲା ବିରାଟକାୟ ଗଛ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟା ସମୟରେ ହଠାତ୍ କଳା ମେଘ ସହ ଜୋରରେ ପବନ ବହିଥିଲା। ବର୍ଷା ସାଙ୍ଗକୁ ପବନ ଯୋଗୁଁ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା, ଯାହା ଫଳରେ କେଥେଲିକ ଚର୍ଚ୍ଚ, ପୁରୁଣା କୋର୍ଟ ଛକ, ରାଣୀପେଣ୍ଠ ସହ ବିଭିନ୍ନ ସ୍ଥାନରେ ବିରାଟକାୟ ଗଛ ଏବଂ ବିଜୁଳି ଖୁଣ୍ଟଗୁଡ଼ିକ ପଡ଼ି ଯାଇଥିବା ଦେଖିବାକୁ ମିଳିଛି, ଯାହା ଫଳରେ ରାସ୍ତା ଅବରୋଧ ହେବା ସହ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି। ଅନ୍ୟପଟେ ବିଭିନ୍ନ ସ୍ଥାନରେ ବିଜୁଳି ଖୁଣ୍ଟ ପଡ଼ିବା ଏବଂ ତାର ଛିଣ୍ଡିବା ଯୋଗୁଁ ସନ୍ଧ୍ୟାଠାରୁ ସହର ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ସହର ଅନ୍ଧକାରମୟ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଯବାନମାନେ ପହଞ୍ଚି ଗଛ କାଟି ଅବରୋଧ ହଟାଇବାରେ ବ୍ୟସ୍ତ ଅଛନ୍ତି। ଅନ୍ୟପଟେ ବିଜୁଳି ବିଭାଗ କର୍ମଚାରୀମାନେ କାର୍ଯ୍ୟରେ ଲାଗିଥିବା ଦେଖିବାକୁ ମିଳିଛି।